ଦେଖ ଆମ ପାଖରେ କିଛି ଡାଟା ଅଛି, ତ ଏଇ ଡାଟାରେ ଆମର କଣ ଅଛି, ନେମ୍ ଅଛି, ଜେନେରେଟ ଅଛି, ବୁଝିଲ ନା ନାଇଁ। ତ ଆମକୁ ଏଇଠି ଲଗେଇବାର ଅଛି, ନା ପୂର୍ବରୁ ଆମକୁ କିଛି ଟାଇଟଲ ଦେବାର ଅଛି। ପୁଅ ହେଲେ ଆମର କଣ ମିଷ୍ଟର, ଝିଅ ହେଲେ ଆମର ମିସ୍, ହେଲା। ତ ଏଇଟା ଆମକୁ ଲଗେଇବାର ଅଛି, ତ ଆମେ ମାନୁଆଲି ଗୋଟେ ଗୋଟେ କରିବା ଟାଇମ ଲାଗିବ, ବୁଝିଲ ନା ନାଇଁ। ତ ସେଥିପାଇଁ ଆମେ କଣ କରିବା ନା, ପ୍ରଥମେ ଦେଖ ଏଇଠି ଆମେ କଣ ଇକ୍ୱାଲ ଏ ଟ୍ୟାବ ପ୍ରେସ୍ କରିବ, ବୁଝିଲ ନା। ଟ୍ୟାବ ପ୍ରେସ୍ କଲା ପରେ ଏଇଠି ଆମର ଜେଣ୍ଡର ଅଛି, ବୁଝିଲ ନା। ଜେଣ୍ଡର ସେଲକୁ ଆମେ କଣ କରିବା, ସିଲେକ୍ଟ କରିବା, ବୁଝିଲ। ସିଲେକ୍ଟ କଲା ପରେ ଇକ୍ୱାଲ ଇନଭର୍ଟେଡ କମା ଏ ଟାଇପ କରି ଆମେ ମେଲ୍, ଆମେ ଦବା ଇନଭର୍ଟେଡ କମା, କମା ଦବା, ଇନଭର୍ଟେଡ କମା ଦବା। ତ ମେଲ୍ ଯଦି ହେଇଥିବ ଆମେ କଣ ଦବା, ତାକୁ ମିଷ୍ଟର ଦବା, ହେଲା। ଦେନ୍ ଆମେ ଏଠି ସ୍ପେସ୍ ଦବା। ସ୍ପେସ୍ କାହିଁକି ଦବା ନା, ମିଷ୍ଟର ଲେଖିଲା ପରେ ଟିକେ ସ୍ପେସ୍ ରହିକି ଆମର ନାଟା ରହିବ, ବୁଝିଲ। ଯଦି ଆମେ ସ୍ପେସ୍ ଦେବାନି କହିଲେ ସେଟା କଣ ନା ସହିତ ପୁରା ମିଶିଯିବ। ତ ସେଥିପାଇଁ ଆମେ କଣ ହେଇଦବା, ସ୍ପେସ୍ ଦବା, ପୁଣି ଥରେ ଆମେ ଏଠି ଇନଭର୍ଟେଡ କମା ଦେଲେ ଏଣ୍ଡ ଦବା, ହେଲା। ଏଣ୍ଡ ଦବା ପରେ ପୁଣି ଆମେ ଏଠି ନାଟାକୁ ସିଲେକ୍ଟ କରିବା, କମା ଇନଭର୍ଟେଡ କମା, ହେଲା। ତ ଏଠି ଆମେ ଦବା କଣ ମିସ୍, ପୁଣି ଥରେ ଇନଭର୍ଟେଡ କମା, ହେଲା। ଦେନ୍ ଏଣ୍ଡ ନେମ୍ କୁ ସିଲେକ୍ଟ କରିବା। ନେମ୍ କୁ ସିଲେକ୍ଟ କଲା ପରେ ତମେ ମିସ୍ ଲେଖିଲେ ମିସ୍ ଆମେ କଣ କିଛି ସ୍ପେସ୍ ଟା ଦବା। ସ୍ପେସ୍ ନ ଦେଲେ କଣ ନା ପୂର୍ବରୁ ସେଟା କଣ ପୁରା ମିଶିକି ଆସିଯିବ, ସେଥିପାଇଁ ଆମେ ସେଠି ସ୍ପେସ୍ ଦବା। ସ୍ପେସ୍ ଦେଲା ପରେ ଏଣ୍ଟର ପ୍ରେସ୍ କରିଦବା, ଦେଖ ଆସିଲା ଡାଇରେକ୍ଟଲି। ଦେନ୍ ଆମର ଗୋଟେ ବାହାରିଲା ପରେ ଆମେ କଣ କରିବା, ତାକୁ ଡ୍ରାଗ କରିବା। ଡ୍ରାଗ କଲା ପରେ ଏଠି ଆମେ କଣ୍ଟ୍ରୋଲ ଡି ରେ ତାକୁ ଅଟୋ ଫିଲ୍ କରିବା, ଦେଖ ସବୁ ଜାଗାରେ ଆମକୁ କଣ ଟାଇଟଲ ଟା ସେ ଅଟୋମେଟିକ ଲାଗିଲା।